କଳାପ୍ରେମୀ ଦର୍ଶକ ବନ୍ଧୁ ଭସେଇ ଶୁଣି କ୍ଲବ ମଞ୍ଚସ୍ଥ କରିବ ଆସନ୍ତା ଶନିବାର ଚନ୍ଦନ ପୋଖରୀ ପେଣ୍ଡେଲରେ ଏ ବର୍ଷର ସୁପରହିଟ୍ ନାଟକ ଶସ୍ତ୍ର ହଇଲା ମୋର ବର ମୋର ବର ମୋର ବର ମୋର ବର। ଛି ଏମାନଙ୍କୁ ନାଟକ ମିଳୁନି ଯେ ପବିତ୍ର ଚନ୍ଦନ ଯାତ୍ରା ନାଟକ କରୁଛନ୍ତି କ'ଣ ନା ଶ୍ୱଶୁର ହୋଇଲା ମୋର ବର। ତତେ କାହିଁ ଏତେ ବାଧୁଛି? ଗାଁରେ କ'ଣ ଶ୍ୱଶୁର ମାନେ ବୋଉ ମାନେ ପୁରା ଆଖି ପକାਉਂਦੇ ନା କ'ଣ? ମୁଳିଆ କିରେ କିଏ କ'ଣ କଲା ବୋଲି ସେ ପାପ କଥାକୁ ନେଇକି ଆମେ ନାଟକ କରିବା? ଏମିତି ନାଟକ ଫିଲ୍ମ ଦେଖି ଦେଖି ଆଜିକାଲି ବୁଢ଼ା ବୁଢ଼ୀ ଟୋକା ଟୋକି ସବୁ ବିଗିଡ଼ି ଗଲେ। ତୁ ଯାହା କହ ସୂର୍ୟା, ଗାଁ ପିଲାମାନେ ଯାହା ନାଟକ କରୁଛନ୍ତି ତ କରୁଛନ୍ତି, ଯେ ସହରର ସୁନ୍ଦରିଆ ସୁନ୍ଦରିଆ ଝିଅ ସବୁ ଆଣୁଛନ୍ତି କିରେ କ'ଣ କରୁଛନ୍ତି ସିଏ? କି ନାଚ ଖାଲି ଗାଁ ଦାଣ୍ଡ ଦୁଲୁକେଇ ଦଉଛନ୍ତି ଦୁଲୁକୁଛି। ଗାଁ ଦାଣ୍ଡ ଦୁଲୁକୁଛି ନା ତମ ଛାତି ଦୁଲୁକୁଛି ଚକ୍ରା ନା? ବୁଝିଲ ଚକ୍ରା ନା? ତମେ ଯେତିକି ବୁଢ଼ା ହଉଛ ସୁନ୍ଦରୀ ଝିଅକୁ ଦେଖିଲା ବେଳକୁ ତମ ଛାତିଟା ସେତେ ଦୁଲୁକୁଛି ଆଉ। ସେଇଥିପାଇଁ ପା ଗାଁର କଷି ଝିଅଠୁ ବୁଢ଼ୀ ପର୍ଯ୍ୟନ୍ତ ତାଙ୍କ ପାଖ କେହି ମାଡୁନାହାନ୍ତି। ମୁଁ ତ ସବୁବେଳେ ସତ କଥା କହେ ବୋଲି ସମସ୍ତେ ମୋ ଉପରେ ଅପ୍ରିୟ ହୁଅନ୍ତି। ମୁଁ କ'ଣ କରିବି ଯେ? ତମେ ସବୁ ଗୋଟେ ପଣେ ତୁଳସୀ ପତ୍ର ଇଲ ଟିକେ ଚା ଦଉନୁ। ପକା ମୁଁ ପକେଇବି ର ମୋର ଏ ଗିଲ ଆରେ ଭିତରେ କ'ଣ କରୁ? ଚାହା ଦେ, ଚାହା ନ ପିଲେ ତାସ ଖେଳ ଜମା ଜମୁ ନାହିଁ। ଆଜି ଯେତେ ମାଗିଲେ ବି ବାକିରେ କାହାକୁ ଚାହା ଦେବିନି। ତତେ କିଏ ବାକି ମାଗୁଛି କି? ଇଏ ସୁରଭ ଆଜି ପେନସନ ପାଇଛି। ଟେନସନ ପାଇଛି? ମାସର ଅଧା ଦିନ ତମେ ମୋଠୁ ଚା ପିଉଛ, ଆଜି ତମେ ମତେ ପିଇବ। ସେ ଜୀବନ ଲାଗେ ପାଣି ଗ୍ଲାସ କାହାକି ଦେଲେ ନା ତୋତେ ଆଜି ଚାହା ପିଇବେ। ତୁ ବଡ଼ ଦାନୀ କର୍ଣ୍ଣଟା ଆଉ। ତୁ ବା କାଲି ବାର୍ଦ୍ଧକ୍ୟ ଭତ୍ତା ପାଇଛୁ, ଦଉନୁ। ତୁ ଦଉନୁ, ମୁଁ କେ ଦେବି? ତୁ ଦେ। ବୁଢ଼ା ମାଙ୍କଡ଼ ଟିକେ ଚା ଆଣେ କିଲ। ଓହୋ ଆଣେ ଆଣେ ପକା। ଦଉନୁ କାଇଁ ତୁ? କ'ଣଟା ପକେଇ ମୁଁ ଜାଣିପାରୁନି ବା। ଲାଲିପାନ 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 ଗୋଲି ଚାହା ଦବୁ ନା କ'ଣ କିଲୋ ଆଜି? ଟଙ୍କା ଦବାକୁ ତ ଠେଲା ପେଲା ହବ। ନିତି ଚା ପିଇ ଦବ ଆଉ ତାସ ଖେଳି ଦେଇକି ନିଜ ନିଜ ଘରକୁ ସବୁ ଚାଲିଯିବ। ଆଉ ଏ ଗିଲ ତମ ପାଇଁ ନିତି ଧାର କର୍ଜ କରୁଥିବ ଆଉ ତମମାନଙ୍କୁ ଚା ପିଉଥିବ ନାଇଁ? ଏ ଗିଲ ତୋର କେତେ ଟଙ୍କା ବାକି ଅଛି କିଲୋ? 95 ଟଙ୍କା ବାକି ଅଛି। ନେ ନେ। ପକା ପକା ପକଉନୁ। ଗୋଲି ପି ପି। କିରେ ତୋ ପାଖରେ କ'ଣ ଗୋଲି ଥିଲା? ଟିକା ଥିଲା ଟିକା ଥିଲା କି ନାଇଁ? ଥିଲା ଥିଲା। ଟିକା ପକେଇଲୁନି? ମୋ ମୁହଁଟା କ'ଣ ନେଇଛୁ? ମାଇଆ କୋଠିକାର ତତେ ସେମିତି କଥାବାର୍ତ୍ତା କରିବନି କହୁଛି। କେମିତି କଥାବାର୍ତ୍ତା କରିବି? ସେଇ ଯୋଗୁଁ ମୁଁ ତମ ବେତନଟା କଥା କୁହ ବୋଲି ତମ ସାଙ୍ଗେ ଖେଳିବାକୁ ବସେ ନା। ହଁ ତତେ ମୁଁ ଡାକୁଥିଲି ତାସ ଖେଳେ, ତୋ ସାଙ୍ଗରେ ନ ଖେଳିଲେ ମୋର ହଜମ ହଉନି। ମାଇକିଆ କୋଠିକାର ସେଇଥିପାଇଁ ବୁଢା ହେଇଗଲୁ, ତତେ କେହି ଝିଅ ଦେଲେ। ଦେଖୁଛ ସେମାନେ ତମ ସାଙ୍ଗରେ ମୁଁ ଖେଳିବି ନାହିଁ। ନ ଖେଳିବୁ ନାହିଁ? ଆରେ କ'ଣ ହେଇଯାଇ? ମୋ ଭାସି ଯାଉଛି, ମୋ ଭାସି ଯାଉଛି। ଛାଡି ପଳେଇଲାଣି ଦିଟା ମତେ କଥା ଟିକେ ତୁ କାଇଁ ଚକ୍ରା ନା ତମେ କାହିଁ ତା ସବୁବେଳେ ଲାଗୁଛ ତାଙ୍କ ସହିତ? ଏଇ ଚାଲ ଆଉ 2 ମ୍ୟାଚ୍ ଖେଳିଦେବା ତାପରେ ଯିବୁ ହେଲା। ନାଇଁ ନାଇଁ ସିଏ ଆଉ ତାସ ଖେଳିବନି। ତୁ କାଇଁ ଆମ ତାସ ଖେଳ ଭିତରେ ମୁଣ୍ଡ ପୁରେଇଛୁ କହିଲୁ? ଆରେ ସେ କଥା ନୁହଁ, ସେ ଏବେ ରିକ୍ସା ନେଇକି ଷ୍ଟେସନ ଯିବ। ଷ୍ଟେସନ ଯିବ? ଏତେ ରାତିରେ ମୁଁ କ'ଣ ପାଇଁ ଷ୍ଟେସନ ଯିବିଲ ନାନି? ହଇରେ ପୋଡ଼ା ମୁଆ ଭୁଲି ଗଲୁ ନା? ଆରେ ସେ କେତେ କରି ତତେ ଫୋନ କରିକି କହିଥିଲେ ସେ ଆଜି ରାତି 9ଟା ଗାଡ଼ିରେ ଆସିକି ପହଞ୍ଚିବେ। ମା ମୁଁ ତ ଭୁଲି ବିଲକୁଲ ଗଲି। ଭୁଲି ଯାଇଥିଲି। ଶୀଘ୍ର ଆସେ। ନାନି ଦେ ମୋ ଲାଲଟିନଟା ଲଗେଇଲୁ, ତୁ ଟିଭିରେ ଚଳଉଥା, ମତେ ଲାଲଟିନଟା ଦେ। ଦେଖିକି ଯିବୁ ହେଲା, ହଁ। ରାସ୍ତା ସାରା ଗାଡା ହଉଛି। ହଁ ହଁ ଆଏ ତାଙ୍କୁ ଚିହ୍ନି ପାରିବୁ ତ? ହଁ ହଁ ମୁଁ ଚିହ୍ନି ପାରିବି। ହଉ ହଉ ଯା। କିଲୋ କିଲୋ କିଏ ଆଉଛି କିଲୋ? ଆରେ କିଏ ଆସୁଛି କି? ତମମାନଙ୍କର ପିଲାଦିନର ସାଙ୍ଗ ସିଦ୍ଧାନ୍ତ ମହାପାତ୍ର।
ଆରେ ମୋ ଜାଣିବାର ତ ସେଇଟା ଭୁବନେଶ୍ୱର ତା ଘର ଦ୍ୱାର ବିକି ଆମେରିକା ତା ପୁଅ ପାଖକୁ ପଳେଇଥିଲା ଫେର ଗାଁ କାହିଁ ଆସୁ ମୁଁ କେମିତି ଜାଣିବି? ଆଲୋ ତୁ ସବୁ ଜାଣିଛୁ। ଏଇ ଗିଲ ସେ ତା ଜମିବାଡ଼ି ବିକିବାକୁ ଆସୁନି ତ? ଜମବାଡ଼ି ବିକିବାକୁ ଆସିଛି। ଆରେ ତା ବାପା 30 ବର୍ଷ ତଳେ ମୋତେ ଦୁମଣାକୁ ଚାଷ କରି ଦେଇଥିଲେ, ତାକୁ ସେ ଯଦି ବିକି ତ ମୁଁ ଚଳି କେମିତିରେ? ବେ ତୁ ଡରୁଛୁ କାହିଁକି? ହେଁ ତା ବାପା ଥିଲାବେଳେ ସେ ଗାଁକୁ ଆସିଥିଲା ଜମିବାଡ଼ି ବିକିବାକୁ। ଏ ଚକ୍ର ଏମିତି ଚକ୍ରାନ୍ତ କଲା ଯେ ସେ ଗାଁ ଛାଡ଼ିକି ଚାଲିଗଲା। ଯାଇଛି ଯେ ଯାଇଛି। ନାଇଁ ନାଇଁ ଚକ୍ରାନା, ତମେ ଆଇଏସ୍ ଅଫିସରଙ୍କୁ ଜାଣିନ। ଏମାନେ ବହୁ ରୂପୀ ଏଣ୍ଡୁଅ ପରି କେତେବେଳେ କୋଉ ରୂପ ଧରନ୍ତି ସେ କଥା କେହି ଜାଣିପାରନ୍ତିନି। ଆଇଏସ୍ ଆଇଏସ୍ କେତେଟା ବହି ପଢି ଘୁଷି ଦେଲେ ଅଫିସର ହେଇଗଲେ। ସେ କ'ଣ ଭାବୁଛି ମୁଁ ଭଗବାନ? ଆସୁ ଆସୁ ସେ ତାକୁ ମୁଁ ଏମିତି ପାନେ ଦେବି ଯେ ସେଇ ଗାଁ ଛାଡ଼ିକି ଚାଲିଯିବ। ଶୁଣ ଗିଲ, ସେ ଆସିଲେ ତାକୁ ଜମା ଘରେ ପୁରେଇବୁନି। ଚକ୍ରାନା, ଆମେ କଣ ଘରେ ପୁରେଇବୁ ତାଙ୍କୁ? ଆମେ ପରା ତାଙ୍କରି ଘରେ ରହୁଛୁ। ତା ଘର କ'ଣ? ବାଇନ ତା ବାପାର ସେବା ଶୁଶ୍ରୂଷା କରୁଥିଲା। ତା ବାପା ମଲା ପୂର୍ବରୁ ବାଇନକୁ ଘଟା ଦେଇଛି। ଏ ଘଟା ହଉଛି ବାଇନର। ମୁଳିଆ ଭାଇ, ଆରେ ଯେତେ ଯାହା ହେଲେ ବି ସେଇ ଘରଟା ପୁରା। ଯଦି ତାକୁ ଘରେ ପୁରେଇବୁ ନା ତାହେଲେ ଆମ ତିନି ଜଣଙ୍କ ସହିତ ସମ୍ପର୍କ ରଖିବୁନି ହେଲା। ସୂର୍ୟା ଭାଇ, ତମେ ମାନେ ମୋ କଥା ଟିକେ ବୁଝିବାକୁ ଚେଷ୍ଟା। କିଛି ବୁଝିବା ଦରକାର ନାହିଁ। ସେ ଲୋକ ଯେମିତି ଏ ଗାଁରେ ନ ରହିପାରେ। ନାଇଁ ସୂର୍ୟା ଭାଇ, ଯାହା ଘରେ ଆମେ ଏତେ ଦିନ ହେଲା ରହି ଆସିଛୁ, ଯାହା ଜମିବାଡ଼ି ଚାଷ କରି ଆମେ ପେଟ ପୋଷୁଛୁ, ତା ସହିତ ଆମେ ଆରେ ଗିଲ ତ ପିଲାଦିନ ସାଙ୍ଗ ତୁ ଆମ କଥା ମାନିବୁନି? ମାନିବ କେମିତି? ତାକୁ ବା ପିଲାଦିନେ ତନ୍ନ ମନ ଦେଇକି ଭଲ ପାଉଥିଲା। ସେ ପାଠ ପଢିବା ପାଇଁ ବିଦେଶ ଯାଇଛି ଯେ ଯାଇଛି, ଆସିବାକୁ ନାଁ ଧରିଲାନି। ଇଏ ବା ତାକୁ ଅନେଇକି ବସୁଥିଲା। ଏତେ ଦିନ ପରେ ଯେତେବେଳେ ସେ ଆସିଛି ସେ ତାକୁ ଛାଡିବ? ଖବରଦାର ଚକ୍ରାନା, ଆଉ ପଦେ କଥା କହିବ ତ କିଛି ଭଲ କଥା ହବନି କହିଦଉଛି। ଆଜିକୁ 50 ବର୍ଷ ତଳେ ତାଙ୍କ ସାଙ୍ଗରେ ମତେ ଯୋଡ଼ି ତୁଚ୍ଛାକୁ ବଦନାମ କଲ। ସେଥିପାଇଁ ଜୀବନ ସାରା ସ୍ୱାମୀ ଆଉ ଶ୍ୱଶୁରଙ୍କ ଠାରୁ କେତେ ଗଞ୍ଜଣା ମୁଁ ପାଇଛି। ଆଜି ଯଦି ଏଇ ବୟସରେ ମତେ ବଦନାମ କରିବାକୁ ଚେଷ୍ଟା କରିବ ନା, ତାହେଲେ କିଛି ଭଲ କଥା ହବନି କହିଦଉଛି। ଆଉ ଏଇ ଘର ହଉଛି ସିଦ୍ଧାନ୍ତ ମହାପାତ୍ରର। ସିଏ ହିଁ ଏଇ ଘରେ ଆସିକି ରହିବ କହିଦଉ। ଭିତରକୁ ଆସନ୍ତୁ ବାବୁ। ସେଠି କାହିଁ ଠିଆ ହେଲେ ଯେ? ଆସନ୍ତୁ ବାବୁ। ଜୁନୁ ଜୁନୁ ଆସୁଛି ବାପା। ପାଣି ଗ୍ଲାସ ଆଣ ତ ମା। ହଁ ହଁ ନଉଛି। ଏ ଗିଲଟା ଏ ଗାଁକୁ ବିଧବା ହେଇକି ଆସିବା ଦିନ ଠାରୁ ମୁଁ ତାକୁ ଯାବତୀୟ ପ୍ରକାର ସାହାଯ୍ୟ କରି ଆସିଛି। ହେଲେ ଆଜି ସେ ମୋ କଥା ନ ମାନି ମୋ ଶତ୍ରୁର ସେବା କରିବାକୁ ଯାଉଛି। କଣ ହେଲା ବାପା? ଆଜି ବି ତାସ ଖେଳରେ କାହା ସାଙ୍ଗରେ ଝଗଡ଼ା କରିକି ଆସିଛ ନା କଣ? ନାଇଁ ରେ ମା, ଆଜିକାଲି କାହାକୁ ସାହାଯ୍ୟ କରିବାଟା ଜମା ଉଚିତ ନୁହେଁ। ବାପା, ସେ ତାସ ଖେଳର କଣ ମିଳୁଛି କହିଲ? ନୀତି ସଞ୍ଜବେଳେ ଖୁସି ମନରେ ଘରୁ ଯାଉଛ, ଆଉ ରାତି ହେଲେ ଅଶାନ୍ତ ମନ ନେଇକି ଘରକୁ ଆସୁଛ। ସେତିକି ସମୟ ତମେ ଯେମିତି ଆଗରୁ ଲେଖା ଲେଖି କରୁଥିଲ ସେଇଥିରେ ଦିଅନ୍ତ, ତାହେଲେ। ଆରେ ମା, କାହା ପାଇଁ ଲେଖା ଲେଖି କରିବି ରେ ମା? ଆଜିକୁ 1000 କବିତା 50 ଖଣ୍ଡ ନାଟକ ଲେଖି ସାରିଲିଣି। ତାକୁ ଛାପିବା ପାଇଁ ଏ ପବ୍ଲିସର ପାଖକୁ ଧାଇଁ ଧାଇଁ ମୋ ଗୋଡ଼ରୁ ଚପଲ ଛିଡ଼ିଗଲାଣି। ଏ ନାଟକ କବିତା ଲେଖି ଲାଭ କ'ଣ ରେ ମା? ବାପା, ତମେ ଜମା ମନ ଦୁଃଖ କରନି। ମୁଁ ଯେତେବେଳେ ଚାକିରି କରିବି ନା, ତମର ସବୁ ନାଟକ କବିତାକୁ ଛାପିଦେବି। ହଉ ଛାଡ଼ ସେ କଥା, ତମେ ଚାଲିଲ, ଖାଇକି ଶୋଇବ। କାଲି ମାର ଶ୍ରାଦ୍ଧ, ସକାଳ ହେଲେ ପୁଣି ବ୍ରାହ୍ମଣକୁ ଡାକିବାକୁ ପଡ଼ିବ। ମୋର ତେଣେ ଗୁଡ଼ାଏ କାମ।
ତମେ ଚାଲିଲ ଚାଲିଲ। ଆରେ ମା, ଆଜିକାଲି ପୁଅମାନେ ଯିଏ ଥିବା ଅବସ୍ଥାରେ ବାପା ମାନଙ୍କୁ ପାଣି ଟୋପେ ଦଉନାହାନ୍ତି, ଆଉ ତୁ ତୁ ତ ମାର ଶ୍ରାଦ୍ଧ ଦିବସକୁ ଅନେଇ ବସିଛୁ। ମୁଁ ଠାକୁରଙ୍କୁ ଡାକୁଛି ରେ ମା, ସେ ତୋ ଭଳି ଝିଅ ସବୁ ବାପାଙ୍କୁ ଦିଅନ୍ତୁ। ହେଲେ ମୋ ପୁଅ ଭଳି ପୁଅ ଭଗବାନ କାହାରିକି ନ ଦିଅନ୍ତୁ। ମଉସା ହରେ ମା, କୁନ୍ଥା ଯଦି ପୁଅ ନ ହେଇ ତୋ ଭଳି ଝିଅଟେ ହେଇଥାନ୍ତା ନା, ତାହେଲେ ସେ ସ୍ତ୍ରୀ ବୁଦ୍ଧିରେ ପଡ଼ି ଏ ବୁଢ଼ା ବୁଢ଼ୀ ଦୁଇଟାକୁ ଛାଡ଼ି ସହରକୁ ଯାଇନଥାନ୍ତା। ମଉସା ତମେ ଜମା ମନ ଦୁଃଖ କରନି। ମୋ ମନ କହୁଛି କୁନ୍ଥା ଭାଇ ଦିନେ ନା ଦିନେ ତା ଭୁଲ ବୁଝିପାରେ, ନିଶ୍ଚୟ ତମମାନଙ୍କ ପାଖକୁ ଫେରି ଆସିବ। ସେତେବେଳୁ କ'ଣ ଥିବ ରେ ମା, ଆମ ବୁଢ଼ା ବୁଢ଼ୀ ଦୁଇଟା ଆରପାରି ଚାଲି ଯାଇଥିବ। ଓଡ଼ିଆ ତ ମାଉସୀର ଆଣ୍ଠୁଗଣ୍ଠି ବାଟ ଭଲ ଭାବରେ ଚାଲିପାରୁନି, ଘୁଷୁରି ଘୁଷୁରି କ'ଣ ଦିଟା ଫୁଟଉଛି। ତ ମାଉସୀର କଷ୍ଟ ମୁଁ ଜମା ସହିପାରିଲେ ମା, ମୁଁ ସହିପାରୁନି। ମଉସା ଦିନ ବେଳା ତ ମୁଁ କଲେଜ ଯାଉଛି, ରୋଷେଇ କରିକି ଦେଇପାରିବିନି, ହେଲେ ମାଉସୀଙ୍କୁ କହିବ ରାତି ହେଲେ ଜମା ରୋଷେଇ କରିବନି, ମୁଁ ରନ୍ଧାରନ୍ଧି କରିକି ନେଇକି ଦେଇ ଆସିବି। ନାହିଁ ରେ ମା, ତୋ ମାଉସୀଟା ବଡ଼ ଜିଦଖୋ ଲୋକ, ସେ ଜମା ମାନିବନି। ସେ ବାସ୍ କହୁଛି ଯେତେ ପର୍ଯ୍ୟନ୍ତ ଗୋଡ଼ ହାତ ଦୁଇଟା ଚାଲିଛି ଆମେ ରୋଷେଇ କରି ଖାଉଥିବୁ, ତାପରେ ଦେଖିବା। ଠିକ୍ ଅଛି ମଉସା, ତମେ ଏଠି ବସ ତ, ମୁଁ ଟିକେ ତରକାରୀ ନେଇ ଆସୁଛି, ଗଲାବେଳେ ସାଙ୍ଗରେ ନେଇଯିବ। ଓଡ଼ିଆ, ଆରେ କାହିଁ ମନ ଦୁଃଖ କରୁଛୁ? ବ ବ ସୂର୍ୟା, ହଁ ତୁ ତ ଜାଣିଛୁ ମୋର ଯାହା ଜମିବାଡ଼ି ଥିଲା ତାକୁ ବିକ୍ରି କରି ପୁଅଟାକୁ ପୁଲିସ ଆଗରେ ଭର୍ତ୍ତି କଲି। ଏବେ ସେ ଆମକୁ ପଚାରୁନି। ତ ଭାଉଜ ପାଇଁ ମାସକୁ 100 ଟଙ୍କା ଔଷଧରେ ଯାଉଛି। କେବଳ ସିଦ୍ଧାର୍ଥ ଦୋମଣା ଚାଷ କରୁଛି ବୋଲି କଷ୍ଟେ ମଷ୍ଟେ ମୁଁ ଚଳି ଯାଉଛି। କ'ଣ ହେଇଗଲା ସେଠୁ? ଗତ ସନ ବନ୍ୟାରେ ସବୁ ଫସଲ ମୋ ଧୋଇ ହେଇଗଲା। ଘରବାରି ବନ୍ଧ ରଖି ବ୍ୟାଙ୍କରୁ 5,000 ଲୋନ୍ ଆଣିଥିଲି ଯେ ତାକୁ ମୁଁ ସୁଝି ପାରୁନି। ଏ ସୂର୍ୟା, ସତ କହୁଛି, ଯଦି ଦୋମୁଣିଆ ସିଦ୍ଧାର୍ଥ ନେଇଯାଏ ନା, ମୁଁ ବିଷ ପିଇ ଆତ୍ମହତ୍ୟା କରିବି। ଓଡ଼ିଆ, ଆରେ ଆତ୍ମହତ୍ୟା କରିବା କୌଣସି ସମସ୍ୟାର ସମାଧାନ ନୁହେଁ। ତୁ କେବେ ଚିନ୍ତା କରୁଛୁ ତୋ ଅନ୍ତେ ତୋ ସ୍ତ୍ରୀର ଅବସ୍ଥା କ'ଣ ହବ? ସୂର୍ୟା, ଆରେ ଏ ଗାଁର ଲୋକମାନେ ସବୁ କୋଡ଼ିଆ ହେଇଗଲେଣି, ସେଇଥିପାଇଁ 100 ଏକର ଜମି ସବୁ ପଡ଼ିଆ ପଡ଼ିଛି। ଆରେ ସିଦ୍ଧାନ୍ତ ଯଦି ତା ଜମି ତତେ ନ ଦବ, ତୁ ଆଉ କାହା ଜମି ଚାଷ କରିବୁ? ଚିନ୍ତା କାହିଁ କରୁଛୁ? ନାହିଁ ରେ ସୂର୍ୟା, ଦୋମୁଣିଆକୁ ମୁଁ 30 ବର୍ଷ ହେଲା ପୁଅ ଭଳି ପାଳି ଆସିଛି। ଆଉ ମୋ ଦେହରେ କୋଉ ବଳ ଅଛି ଯେ ପଡ଼ିଆ ଜମିକୁ ଉଷ୍ଟିଆ କରିବି? ଓଡ଼ିଆ, ତୁ ଗୋଟେ କାମ କରିବୁ, କ'ଣ କହ? ତୋତେ ସିଦ୍ଧାର୍ଥ ପିଲାଦିନେ ବହୁତ ଭଲ ପାଏ। ତାକୁ କହିବୁ ତା ସବୁ ଜମି ବିକି ଦଉ, ହେଲେ ମୋ ଦୋମୁଣିଆକୁ ନ ବିକୁ ରେ। ଓଡ଼ିଆ, ତୁ ମତେ ସବୁ କହିବୁ, ହେଲେ ଅହଙ୍କାରୀ ସିଦ୍ଧାନ୍ତକୁ ନେଉରା ହେବା କଥା ଜମା କହିବୁନି। ସୂର୍ୟା, 37 ବର୍ଷ କାଳ ମନପ୍ରାଣ ଦେଇ ମୁଁ ଶିକ୍ଷା ବିଭାଗରେ କାମ କଲି। ମୋ ବିଷୟରେ 100% ମାର୍କ ରଖି 100 ପିଲା 1200 ଠାରୁ ବୃତ୍ତି ପାଇଲେ। ହଜାର ହଜାର ପୁଅ ଝିଅଙ୍କ ହାତ ଧରି ନାଟକ ନାଚ ଶିଖାଇ ସେମାନଙ୍କୁ ମୁଁ ପ୍ରତିଭାକୁ ଲୋକଲୋଚନକୁ ଆଣିଲି। ହେଲେ ସେଦିନ କ୍ଲାସରେ ପାଟି କରୁଥିବା ଗୋଟେ ଝିଅଟା ଉପରେ ଚାପୁଡ଼ା ପକାଇଦେଲି ଯେ କେତେ ଜଣ ଶିକ୍ଷକ ତାକୁ ଏମିତି ରଙ୍ଗ ଦେଲେ ଯେ ମୁଁ ସସ୍ପେଣ୍ଡ ହେଲି, ଜେଲ୍ ଗଲି। ସେତେବେଳେ ଏଇ ସିଦ୍ଧାନ୍ତ ମହାପାତ୍ର ଶିକ୍ଷା ବିଭାଗର ସଚିବ ଥିଲା। ମୁଁ ତାକୁ ଜଣେଇଲି। ସେ ମତେ କ'ଣ କହିଲା ଜାଣିଛୁ? କହିଲା ଏ ମାଷ୍ଟର ଗୁଡ଼ା ସବୁ ଚରିତ୍ରହୀନ ହେଇଗଲାଣି, ସେଇଥିପାଇଁ ସେମାନେ ଉପଯୁକ୍ତ ଶାସ୍ତି ପାଉଛନ୍ତି। ଉପଯୁକ୍ତ ଶାସ୍ତି ପାଇଲି ରେ ଭାଇ, ଉପଯୁକ୍ତ ଶାସ୍ତି ପାଇଲି। ଦୀର୍ଘ 37 ବର୍ଷ କାଳ ଅକ୍ଳାନ୍ତ ପରିଶ୍ରମ କରି ଯେଉଁ ଇଜ୍ଜତଟକ କମେଇଥିଲି, ସେସବୁ ମାଟିରେ ମିଶିଗଲା, ମାଟିରେ। ସୂର୍ୟା, ସେଇଦିନଠୁ ମୁଁ ସିଦ୍ଧାନ୍ତ ନେଇଛି, ବଞ୍ଚିଥିବା ଅବସ୍ଥାରେ ମୁଁ ସେ ମୁହଁ ଚାହିଁବିନି ତାର। ସୂର୍ୟା, ଏଲେ କ'ଣ ହବ ରେ? ଦୋମୁଣା ଚାଲିଗଲେ ତ ଭାଉଜ ମୋରେ କେମିତି ଔଷଧ ଦେବି ରେ? ଆରେ ତୁ କାହିଁକି ବ୍ୟସ୍ତ ହଉଛୁ? ସେ ଜମି ତୁ ଚାଷ କରୁଛୁ ମାନେ 30 ବର୍ଷ ହେଲା ତୋ ଭିତରେ ଅଛି, ତେଣୁ ସେ ଜମି ସିଦ୍ଧାନ୍ତ ନେଇପାରିବନି। ହେଲା, ଯା, ରାତି ଢେର ହେଲାଣି, ତୁ ଘରକୁ ଯା। ମଉସା ତରକାରୀ। ଆରେ ବାଇନ, ଆଜ୍ଞା ତୋ ସ୍ତ୍ରୀ ଭଲ ରନ୍ଧାବଢ଼ା କରୁଛନ୍ତି ରେ। ଆଜ୍ଞା,
बड़ी चूरा आंब चटुणी तापर बड़ी मौराणी माछ चढ़चड़ी बुझलु भाई न ये सब खाइबा को देई तो स्त्री मो पिलादिन मो कथा मने पकईदेले କଥା କ'ଣ କି ବାବୁ ସିଏ ମୋ ସ୍ତ୍ରୀ अरे तो स्त्री बड़ संस्कारी रे आजिकल कौ स्त्री हाते नंबर ओढ़ना टाणी एमती घर काम कर कहलु बुझिलु आम जो पिला थिलु नुआ करी आम गाँ को आसुवा बोहूर मुह देखा आमको वर्ष वर्ष लगी जाऊला जहा हूँ तो स्त्री से परंपरा को बंचाई रखी କଥା କ'ଣ କି ବାବୁ ସିଏ ମୋ ସ୍ତ୍ରୀ अरे तो स्त्री साक्षात लक्ष्मी रे बाइन ये देखनु मोर ए पुराना घर को से किमिति सफा सुतरा कर रखी कांथरे झुटी घर आगे पूर्ण कुंभ सतरे बाइन तो स्त्री ମୋ ସେ ସ୍ତ୍ରୀ ନୁହଁ ବାବୁ नुह ସେ ମୋ ନାନୀ नानी ଗିଲ ନାନୀ ବା गिल ଏଇ ଏକା କ୍ଲାସରେ ପିଲା ବେଳେ ପାଠ ପଢୁଥିଲା ମନେ ନାହିଁ ନା କ'ଣ अरे से पूरा सिरापुर गाँव में बाहर ବାହା ହେଇଥିଲା ବାବୁ ଗତ ସନ ଭିଣେଇ ଚାଲିଗଲେ ତ ମୋରି ପାଖକୁ ପଳେଇ ଆସିଛି गिल गिल ବାବୁ ବାବୁ ତମେ ତାକୁ ଡାକ ନା ବାବୁ कहीं ସେ ମନା କରୁଛି ତମ ଆଗକୁ ଆସିବନି କି ତମ ସହିତ କଥା ହବନି कि कहीं ସେ କଥା ମୁଁ କହିପାରିବିନି ବାବୁ ସିଏ ମୋତେ ସିଧା ସିଧା କହିଦେଇଛି ଆଗ ହପ୍ତାକୁ ଆମେ ଆମ ଚାଳିଆକୁ ଚାଲିଯିବୁ नहीं 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 तमें कुआड़े जीवा दरकार नहीं तमें सबुदिन एट रहिब गिल गिल ए गिल ବାବୁ ତମେ ରୁହ ବାବୁ ମୁଁ ହେଲେ ଡାକି ଦଉଛି ହଉ ଡାକ ନାନୀ ଏ ନାନୀ ନାନୀ ଲୋ କ'ଣ ହେଲା କାହିଁ ପାଟି କରୁଛୁ ତୁ ଘରଟା ଭିତରେ କ'ଣ କରୁଛୁ ଯେ ଶୁଣ ବାବୁ ଏତେ ସ୍ନେହରେ ଡାକୁଛନ୍ତି ତତେ କ'ଣ ଶୁଭା ଯାଉନି ତୁ ତ ବାବୁଙ୍କୁ କହିଦେ ଦୟାକରି ସେ ମୋ ସହିତ गिल अरे तू मते बाबू बोली कौन कहू मु पूरा तो पिला दिनर सांग बापुन आज तू मते बाबू बोली न कही बापुन बोली कहबू से उड़ना खोल एटी क्या आ ନାଇଁ ବାବୁ ଏଇ 50 ବର୍ଷ ଭିତରେ ତମ ମୋ ଭିତରେ ସମୟର ବଢିଲା ନଈଟେ ବହି ଯାଇଛି ମୁଁ ଏ କୂଳ ଛାଡ଼ି ଆର କୂଳକୁ ଯାଇପାରିବିନି ବାବୁ अवश्य समय बढ़िला नई को आमे लंघी पारिबानी रे गिल हेले से नई हमर बंधुतार पहाड़ को केबे हेले भसे नहीं पारिबनी ବାବୁ ना बाबू नुह आज जेते दिन पर्यंत मुझे रही तू मते बापुन बोली कहबू ନାଇଁ ବାବୁ ତମେ ଯୋଉଠି ଅଛ ସେଇଠି ଥାଅ ଆଉ ମୁଁ ଯୋଉଠି ଅଛି ସେଇଠି ରହିବି ମୁଁ ତମକୁ ହାତ ଯୋଡୁଛି ବାବୁ ତମେ ମୋ ସହିତ ଜମା କଥା ହୁଅନି ଜମା ନୁହଁ ରହ ଅଙ୍କା ବଙ୍କା ନଈ ସେ ନଈରେ ତତଲା ବାଲି ଆରେ ସାଙ୍ଗ ଆ ନାଇଁ ବାବୁ ମୁଁ ସେଇ ବାଲିରେ ଆଉ ତମ ସାଙ୍ଗରେ ଚାଲିପାରିବିନି ଆଉ ଚାଲିପାରିବିନି ବାବୁ ନାନୀଟା ବଡ଼ ଜିଦି ଖରିଆ ମଣିଷ ବାବୁ ସେ ଯାହା ବୁଝିଥିବ ବା ସେଇଆ ଏଇ ଦେଖୁନା ଭିଣେଇ ଚାଲିଗଲା ପରେ ବୋଉଟା କ'ଣ ତାକୁ ଅଲକ୍ଷଣୀ ବୋଲି କହିଦେଲା ସେଇ ଦିନଠୁ ଆସି ଅଛି ଯେ ଯିବା ନାଁ ଧରୁନି ଗାଁ ଲୋକ ପଚାରିଲେ କହୁଛି ମୋର ଏଇ ଗାଁରେ ଏତୁଡ଼ି ଜଳିଥିଲା ଏଇଠି ଜୁଇ ଜଳିବ ହେଲା ବାବୁ ସିଏ ତମ ସହିତ କଥା ନ ହଉ ମୁଁ ତ ଅଛି ନା ମୁଁ ତମ ସେବା କରିବି ବାବୁ ଆସ ବାବୁ ମୁଁ ବିଛଣା କରିଦେଉଛି ଶୋଇବ ଆସ ଏଇଠି ଜଳିଛି ଏନ୍ତୁଡ଼ି ଆମ ଜଳିବ ଜୁଇ ନିଆଁଟି ଛୋଟ ମୋର ଗାଁଟି बुढ़ी माँ दीटा कुरकुरे देल ଆରେ ତମେ ମାନେ ତ ଆମ ଗାଁ ଛୁଆ ମାନଙ୍କ ଭଳିଆ ଦେଖାଯାଉ ନା କୋଉଠୁ ଆସିଛ କି आमे राउरकेला आसछु ରାଉରକେଲା
ତମେ ମାନେ କା ପୁଅ ଝିଅ କହିଲ? ସୁଜିତ ମହାପାତ୍ର। ସୁଜିତ ମହାପାତ୍ର? ଓହୋ ଦିବାକର ମହାପାତ୍ରଙ୍କ ବଡ ପୁଅ। ଇଏ ତମେ ଆମ ଦିବାନନାଙ୍କର ନାତି ନାତୁଣୀ? ହଁ ସେଇଆ କହୁନା। ଆଉ ଏଇ ଚନ୍ଦନ ଯାତ୍ରା ଦେଖିବା ପାଇଁ ଗାଁକୁ ଆସିଛ କି? ହଁ। ଆଚ୍ଛା, ଆଉ କଣ ନବ କୁହ? କୁରକୁରେ। କୁରକୁରେ? ସେଇଟା ପୁଣି କଣ? ଟେଡେ ମେଡେ କୁରକୁରେ। ତେଡେ ମେଡେ କୁରକୁରେ? ଆଉ ସେଇଟା କଣ ମୋ ପାଖରେ ଅଛି? ହଁ ଏଇଟା ବା। ଓ ଏଇଟା? ହଁ। ସେଇଆ କହୁନୁ, ର ଦଉଛି ର। ସେ ରାଗଟା ଦଉନ। ହଁ? ଆରେ ହେ, ଏ ତ ବକଟ ନାକରୁ ପୁଅଟେ ହେଇଛୁ, ତୁ ରାଗ ଖାଉଛୁ? ମୋ ପାଖରେ ରାଗ ପାଗ ନାହିଁ, ତୁ ସେଇଟା ନେ। ଏଇ ନେ। କେତେ ଟଙ୍କା ହେଲା? ଆରେ ଟଙ୍କା ଗୋଟେ କଣ ଦବ? ନା ନା ତୁମେ କୁହ କେତେ ଟଙ୍କା ହେଲା? ଓହୋ, ଇଏ 10 ଟଙ୍କା ଦେଇକି ଯା। ଆମେ ଏଠି ବସିକି ଖାଇପାରିବା? ହଁ ହଁ। ମାଉସୀ 2ଟା ବରା 2ଟା ସିଙ୍ଗଡ଼ା ଦିଅ। ହଁ ଦଉଛି। ଗରମ ଗରମ ଦବ। ହଁ ବା ଏବେ ଛାଣିଯିବେ। କେତେ ଟଙ୍କା? 20 ଟଙ୍କା। ଆସୁଛି ମାଉସୀ। ଯଶୋଦା କିଲ ତୁ କଣ ଆଜି ଭାରି ସୁନ୍ଦରିଆ ଦିଶୁଛୁ? ସୁନ୍ଦର ଲାଗୁଛି। ଆଜି କଣ ଭାରି ବାସୁଛୁ ଲୋ? ବାସୁଛି ନା? ରହ ବୁଢା, ଆଜି ମୋ ଗେରସ୍ତ ସୁରାଟରୁ ଆସୁଛନ୍ତି। ତାଙ୍କୁ କହିବି ତୋର ଗୋଟେ ଗୋଡ ଭାଙ୍ଗିଛି, ଆଉ ଗୋଟେ ଗୋଡ ମାରିକି ଭାଙ୍ଗିଦବ। ନା ବାହାରକୁ ବାହାରି ପାରିବୁ ନା କାହାକୁ ହଇରାଣ କରିପାରିବୁ। ବାଡି ପୋଷା ନୁଙ୍ଗୁରା ଝୁଗୁଣି ଯଶୋଦା ଯଶୋଦା ଦିଲ ଏ ଚା ପେ କେବେ କଲୁ? ମୁଁ ଟିକେ ମୁତିକି ଆସେ। ରୁହ ଅଜା, ତମେ ବାହାରେ ଏକ କରିପାରିବନି। ବାହାରେ ଏକ କରିପାରିବିନି? ବାହାରେ ଏକ କରିପାରିବିନି? ଆମ ସାର୍ କହିଛନ୍ତି ସମସ୍ତେ ଟଏଲେଟରେ ଯାଇକି ଏକ କରିବେ। ଟଏଲେଟ ତ ସେଟା କଣ ବା? ଆରେ ପାଇଖିନା। ପାଇଖିନା? ମୁଁ ପାଇଖିନାରେ ମୁତିବି? ହଁ ତମ ସାର କଥା ମାନିବି? ହଁ। ମୁଁ ତମ ସାର କଥା ମାନିବିନି। ମୁଁ ଚାଲିଲି ଏକ କରିକି ତ ଦେଖ। ମେଞ୍ଚଡ ଟୋକା କହୁଛି କଣ ନା କରିକି ଦେଖ। ଦେଖେ ମୁଁ ଏଇଠି ଏକ କରୁଛି, ଦେଖ କେମିତି ମୁଟୁଛି। ଦିଲ ଚା କପେ ଦେ। ରାଗିଛି କିଲ? କାଲି ପଦେ ଅଧେ କଣ କହିଦେଲେ ବୋଲି ତୁ ଏତେ ରାଗ? ଚା ଦଉନୁ? ବୁଝିଲୁ ଦିଲ, ତୋ ହାତରୁ ଚା ପିଇଲେ ନା ମୋର ସବୁ କାର୍ଯ୍ୟ ଶୁଭ ହେଇଯାଏ। ମଙ୍ଗଳରେ ମୋର କାମ ସବୁ ହେଇଯାଏ। ତୁ ବା ମୋ ପିଲାଦିନର ସାଙ୍ଗ। ତୁ ସେ ସିଦ୍ଧାର୍ଥ ମହାପାତ୍ରଟାକୁ ଘରେ ଆଣିକି ପୁରେଇ ଦେଲୁ ବୋଲି ମୁଁ କଣ ପଦେ ଅଧେ କହିଦେଲି। ସେଇଥିରେ ତୁ ଏତେ ରାଗୁଛୁ ଯେ? ନିଅ। ଆଉ ବାକି ଟଙ୍କା ଦେଇକି ଯିବ। ତୋ ଚା ଟା ଭାରି ମିଠା ହେଇଛି ଲୋ। ତୋ ହାତ ଯେମିତି ମିଠା, ତୋ ଚା ବି ସେମିତି ମିଠା। ବୁଝିଲୁ, ତୋ ଚା ପିଇକି ଗଲେ ମୋର ସବୁ କାର୍ଯ୍ୟ ମଙ୍ଗଳ ହୁଏ।
ମୁଁ ଆସୁଛି ଦିଲା। ରୁହ ଚକା ନା ମୋର ଟଙ୍କା ନିହାତି ଦରକାର ତମେ ଦେଇକି ଯାଅ। ଟଙ୍କା ଟଙ୍କା କାହିଁଲ ମୋ ପାଖରେ? ଟଙ୍କା ନାହିଁ ମୋ ପାଖରେ ଏବେ। ମୋର ଟଙ୍କା ନିହାତି ଦରକାର ଆଜି ତମେ ଟଙ୍କା ଦେଇକି ଯିବ। ଟଙ୍କା ଟଙ୍କା କାହିଁଲ? କାଲି ପରା 5 ପୋଡ଼ି ଧାନ ବିକିଛ ସେଇ ଟଙ୍କାରେ ଦେଇକି ଯିବ। ତାକୁ ବା ମୁଁ ବ୍ୟାଙ୍କରେ ଜମା ରଖିବା ପାଇଁ ଯାଉଛି ବୁଝିଲୁ। ବ୍ୟାଙ୍କରେ ମୋର ଯେତେ ଟଙ୍କା ବଢ଼ି ବଢ଼ି ଯାଏ ମୋତେ ଭାରି ଖୁସି ଲାଗେ। ଆଉ କିଏ ଯଦି ମୋତେ 5 ଟଙ୍କା ଉଧାରି ମାଗିଦିଏ ମୋତେ ଭାରି କଷ୍ଟ ହୁଏ। ତମ ମନ କଷ୍ଟ ହେଲେ ମୋ ଦେହ ଭଲ ରହେ। ଦିଅ ଏଥିରୁ ମୋତେ 100 ଟଙ୍କା ଦିଅ। ପଡ଼ା ମା ତୁ ବିଲକୁ ନ ଯାଇ ଏଠି କ'ଣ କରୁଛୁ? ଯା ଯା ଯୋଉ ପର୍ଯ୍ୟନ୍ତ ତୁମେ ମୋତେ ଟଙ୍କା ନ ଦେଇଛ ସେ ପର୍ଯ୍ୟନ୍ତ ମୋ ପେଟକୁ ମଦ ଯିବନି। ଆଉ ମଦ ନ ଗଲେ ମୁଁ କ୍ଷେତକୁ ଯିବିନି। ବାପା 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 ବେଶୀ ନେଇନି ମ 500 ଟଙ୍କା ନେଇଛି। ଆଉ 5 ଦିନ ପରେ ତମକୁ ମଦ ପିଇବାକୁ ଜମା ଟଙ୍କା ମାଗିବିନି। ସେ ଟଙ୍କା ଦେ ରେ ପଡ଼ା ମା ଦେ ମୋର ଝାଳ ବୁଆ ଟଙ୍କା ରେ ପଡ଼ା ମା। ସେଇଟା ତମର ଝାଳ ବୁଆ ଧନ ନୁହେଁ ବାପା ସେଇଟା ଗରିବ ଲୋକଙ୍କର ତଣ୍ଟି ଚିପା ଧନ। ଏ ପାପ ଧନକୁ ଖର୍ଚ୍ଚ କରି କଲେ ତମର ପ୍ରାଶ୍ଚିତ ହବ। ପଡ଼ା ମା ଦେ ସେ ଟଙ୍କା ଦେ ପଡ଼ା ମା ଦେ। ନା ପାଣି ମୋର ଝାଳ ବୁଆ ଟଙ୍କା ସବୁ ନେଇ ଚାଲିଗଲା ଲୋ। ଆଉ 10 ଦିନ ପର୍ଯ୍ୟନ୍ତ ମୁଁ ପାଣି ପିଇବିନି। ଧନ୍ୟରେ ମଣିଷ ଯୋଉ ବୟସରେ ଦାନ ଧର୍ମ ଆଉ ସେବା କରିବା କଥା ସେଇ ବୟସରେ ପୁଣି ଏତିକି ଲୋଭ। ଛି ମୁଁ ଯିବିନି ସିଆଡ଼େ। ଓହୋ ହଉ ମୋ କଥା ଆସୁନ ନାଇଁ ମତେ ସିଆଡ଼େ ଡାକେ ନା। ଓହୋ ତୁ ବୁଝୁନୁ କାହିଁକି? ମୁଁ ଯିବିନି ସିଆଡ଼େ। ହଉ ଏଇଠି ବସ। ଚା ରହିଲା ପିଇ ଦିଅ। सूर्या भाई मुळे भाई तमे माने मो पर रागिछ ना? आमे का पर रागिले कोन करि परिबो? सिद्धार्थ होची आईएएस अफसर ता पाखरे लक्ष लक्ष टका अछि आम पाखरे कोन अछि? तमे मते भूल बुझछ सूर्या भाई। मोर जति टंकार लोभ थांता ताले बहुर पदे कथारे लक्ष लक्ष टंकार घर द्वार जमी बाड़ी छाड़ी मु आसी एठी चा दुकान करी पेट पोसु न थांती। ताल तो एते मना कला परे भी तू सिद्धार्थर सेवा यत्न काहे करछु? आमे ताको घरे रहउछु सेति पय ताको सेवा करबा का हमर कर्तव्य। मु तमानको कथा दउछि ए सप्ताह भितरे आमे ताको घर छाड़ी दबु। ताको संगे हमर कोनोसी संपर्क रहिबनी। तमानको हाथ जोड़ुछि तमे तांको पय मते पर करि दियोनी। चा पी दियो
ଏଇ ନେ ଚା ପିଇଦେ। ସେ କହିଲା ଆଉ ମୋ ସାଙ୍ଗ ରହିବ ଆଉ ତା ସାଙ୍ଗ ଛାଡ଼। ନେ 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 ସେ ତ କହିଲା ଆମ ସାଙ୍ଗ ଛାଡ଼ିବନି। ନେ ଆଚ୍ଛା ଗିଲ ଇଏ ସିଦ୍ଧାର୍ଥ ତା ଜମି ବିଷୟରେ କିଛି ତୋତେ ପଚାରୁଥିଲା କି? ନାଇଁ ନାଇଁ ସେଇ ବିଷୟରେ ସେ ମତେ କିଛି ପଚାରିନାହାନ୍ତି। ହେଲେ ଆଜି ସକାଳୁ ସେ ବାଇନକୁ ନେଇକି କ୍ଷେତ ଆଡ଼କୁ ଯାଇଛନ୍ତି। କ୍ଷେତ ଆଡ଼କୁ ଯାଇଛି? ନାନୀ 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 ଲୋ ନାନୀ ବାବୁ କହିଛନ୍ତି। କଣ କହିଛନ୍ତି? କଣ କହିଛନ୍ତି ମୁଁ ଭୁଲି ଗଲି ପରା। ଭୁଲି ଗଲି? ଏ ଦିନକୁ ଦିନ ତୋର ଏଇ ଭୁଲିବା ଦୋଷଟା ବଢିଗଲାଣି। ଆଉ ଶୁଣୁ ତୁ ଏଇ ଦୋକାନରେ ଥିବୁ, ମୁଁ ଯାଉଛି ଚୁଲିରେ ଭାତ ହାଣ୍ଡିଟା ବସେଇ ଦେଇକି ଆସେ ହେଲା। ଭାଇନା ଏଠି ଗାଇଲି। ଭୁଲି ଗଲି ପରା। ଆରେ ଏଠିକା କହୁଛି ଏଠିକା। ତୁ ସିଦ୍ଧାନ୍ତକୁ ଯା ଜମି ସବୁ ଦେଖେଇଦେଲୁ? ହଁ ଦେଖେଇଦେଲି। ଏଇ ମୋ ଦମଣି ଯୋଉ ଚାଷ କରୁଛି ତାକୁ ବି ଦେଖେଇଦେଲୁ? ହଁ ଦେଲି। ତତେ ବା ବାରମ୍ବାର ମନା କରା ହେଇଥିଲା ସେ ଜମି ତାକୁ ଦେଖେଇବନି ବୋଲି। ମୁଁ କଣ କରିଥାନ୍ତି ଯେ ସିଏ ତ ମତେ ଉଖୁରେଇ ସବୁ ଜମି କଥା ପଚାରିଲେ। ମୁଁ କଉ ତାଙ୍କୁ କହିଦେଲି। ଆଉ ମତେ ସିଏ ମନେ ପଡିଗଲା ବାବୁ କହିଥିଲେ। ଏ ନାନୀ ଲୋ ନାନୀ ବାବୁ କହିଛନ୍ତି। ନାନୀ ଲୋ ବାବୁ କହିଛନ୍ତି। ସୂର୍ୟା ସିଦ୍ଧାର୍ଥ ଯଦି ତା ଜମି ଦମଣି ବିକିଦେବ ତାହେଲେ କଣ ହବ ରେ? ଓହୋ ତୁ ନଈ ନ ଦେଖିଲୁ କାହିଁ ନଳା ହଉଛି କହିଲୁ? ଚାଲ ଆମେ ଚକ୍ରା ନେବାକୁ ଯିବା, ତାକୁ ଏ ବିଷୟରେ କହିବା, ସେ ନିଶ୍ଚୟ ଗୋଟେ ପ୍ରତିକାର କରିବ ହେଲା। ଏ ମୁଳିଆ ସେଇଟା ବୋଧେ ଇଆଡ଼କୁ ଆସୁଛି ନା କଣ? ଇଆଡ଼େ ଆସୁଛି? ହଁ ଚାଲ ଗାମଛା ପକା। ତାକୁ ଦମଣି ବିଷୟରେ ପଚାରିବା ତାପରେ କରିବା। କିଛି କହିବା ଦରକାର ନାହିଁ, ଗାମଛା ପକା। ଆରେ ତମମାନେ କିଏ? ଆମେ ଗାଁ ସାରା ବୁଲି ଆସିଲି, କେହି ମୋତେ ଚିହ୍ନି ପାରିଲେନି କି ମୁଁ ବି କାହାକୁ ଚିହ୍ନି ପାରିଲିନି। ସତରେ ଏ ଗାଁଟା କେତେ ବଦଳି ଯାଇଛି। ଗାଁ ମୁଣ୍ଡ ପୋଖରୀରେ ଦଳ ଭରି ଯାଇଛି, ଆଉ ଗୋରୁ ଗୋଠ ନାହିଁ, ତାଳ ବଣିଆ ନାହିଁ, କିମ୍ବା ସେ ଆମ୍ବ ତୁଟା ନାହିଁ। ସତରେ ଆରେ ତମମାନେ କିଏ? କିଛି କହିବା ଦରକାର ନାହିଁ। ଆରେ ତମମାନେ ମତେ ଲୁଚୁଛ କାହିଁକି? କଣ ହେଇଛି? ଆମେ କାହାକୁ ଲୁଚୁନୁ ବାବୁ। ଜନନୀ ଜନ୍ମଭୂମି ପ୍ରତି କୃତଜ୍ଞତା କରିଥିବା ଲୋକର ମୁହଁ ଆମେ ଚାହିଁବୁନି। ଆମୁଳିଆ ଆରେ ସୂର୍ୟା ବଳିଆ, ତମେ ମାନେ ପୁରା ମୋ ପିଲାଦିନର ସାଙ୍ଗ। କଣ ସାଙ୍ଗକୁ ଏମିତି ବ୍ୟବହାର କରିପାରେ ରେ? ସାଙ୍ଗ ତାକୁ କୁହାଯାଏ ବାବୁ, ଯିଏ ସାଙ୍ଗର ଦୁଃଖ ସୁଖରେ ତା ପାଖରେ ଛିଡ଼ା ହୁଏ। ସ୍ୱାର୍ଥପର ମଣିଷ କାହାର ସାଙ୍ଗ ହୋଇପାରେ ନା। ଆମୁଳିଆ ରହ ସୂର୍ୟା। ଆରେ ମୁଁ ମାନୁଛି ତୁ ନିର୍ଦ୍ଦୋଷ ବୋଲି ଜାଣି ସାରିଲା ପରେ ମଧ୍ୟ ମୁଁ ସେଦିନ ପେପରବାଜିକୁ ଏଭଏଡ୍ କରିବା ପାଇଁ ମୁଁ ତ ସପକ୍ଷରେ କିଛି କହିନଥିଲି। ତା ମାନେ ନୁହେଁ ମୁଁ ତ ମଣିଷ ଆଇଏସ୍ ପାଇସାରିଲା ପରେ ଜାତି ସ୍ମରଣ ପାଲଟିଯାଏ। ଆଉ ସେ ଜାତି ସ୍ମରଣକୁ ମୁଁ ସାହାଯ୍ୟ ମାଗି ବଡ଼ ଭୁଲ କରିଛି। ଏ ଭଳିଆ ଆରେ ତାକୁ ଟିକେ ବୁଝାରେ। ସେଦିନ ଯଦି ମୁଁ ତା ସପକ୍ଷରେ କିଛି କହିଥାନ୍ତି ତାହେଲେ ପେପରବାଲା କଥାଟାକୁ ବଢ଼େଇ ଦେଇଥାନ୍ତେ। ପେପର କଥାକୁ ବିଶ୍ୱାସ କରି ଆପଣଙ୍କ ସହିତ ଇନକ୍ୱାରି କରିଥିଲେ, ହେଲେ ପେପର କଥା ମିଛ ବୋଲି ପ୍ରମାଣିତ ହେଲା। କାହିଁ ଆପଣ ଡିପାର୍ଟମେଣ୍ଟର ମୁଖ୍ୟ ହିସାବରେ ମୋ ବିରୁଦ୍ଧରେ ପେପରରେ ବାହାରିଥିବା ଘଟଣା ଭୁଲ ବୋଲି ଆପଣ ପ୍ରକାଶ କଲେନି କାହିଁକି? 5 ବର୍ଷ ହେଲା ସେଇ ଘଟଣାକୁ ନେଇ ମୁଁ କେତେ ଦୁଃଖରେ ଅଛି ସେ କଥା ମୁଁ ଜାଣିଛି। ନାଟକକୁ ଭଲ ପାଉଥିବା ଲୋକଟା 5 ବର୍ଷ ହେଲା ଗୋଟିଏ ନାଟକ କରିପାରୁନି। ଏ ସୂର୍ୟା, ମୁଁ ତ ଦୁଃଖ ବୁଝୁଛି ରେ। କିଛି ବୁଝିବା ଦରକାର ନାହିଁ। ଆପଣ ଆପଣଙ୍କ ସୁଖରେ ଥାନ୍ତୁ, ଆମେ ଆମ ଦୁଃଖରେ ଅଛୁ। ଆମୁଳିଆ ରହ ବାବୁ, ତୁମ ବାପା 30 ବର୍ଷ ତଳେ ଯୋଉ ଦମଣି ଚାଷ କରି ଯାଇଥିଲେ ସେଇଟା ମୋର ଜୀବନ ଜୀବିକା ହେଇଯାଇଛି। ତମକୁ ହାତ ଯୋଡୁଛି ବାବୁ, ମୋ ଦମଣିଆକୁ। ମୁଳିଆ ଗୋଟେ ହୃଦୟହୀନ ଲୋକ ପାଖରେ ହାତ କ'ଣ ଯୋଡୁଛୁ? ଦୀର୍ଘ 30 ବର୍ଷ ହେଲା ସେ ଜମି ତୋ ଦଖଲରେ ଅଛି, ମାନେ ସେ ଜମି ହଉଛି ତୋର।
ଆଉ ତାକୁ ଯଦି କିଏ ବିକିବାକୁ ଚେଷ୍ଟା କରେ ଆମେ କୋର୍ଟକୁ ଯିବା। ଆ आईएएस ऑफिसर सिद्धांत महापात्र को कोर्टर धमक। कला प्रेमी दर्शक बंधु भसई शुणी क्लब मंचस्थ करिब आसंता शनिवार चंदन पोखरी पेंडेल रे ए वर्षर सुपरहिट नाटक शस्त्र होइला मोर बर मोर बर मोर बर मोर बर। चक्राजा 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 मो कथा टिके सुन चक्राजा चक्राजा भाई मु कहारी कथा शुणिबिनी कि टंकाटाए भी देबिनी। बापा 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 राते पहले आमर नाटक तुम टंका न देला आम नाटकटा बंद हो जाऊ। चक्राजा तुम 8 वर्ष होलानी लेडियाटी पेमेंट करी आछो पढुथिले तो एतो नहीं करबनी। 8 वर्ष होला लेडी आर्टिस्ट माने कोउठी रहउथिले आम घरे एथर कोउठी रहउचंती होटल रे रहउचंती। हां से होटल वाला को जाई कहि दे से लेडी आर्टिस्ट पेमेंट कर दबो बुझिले। बापा बापा मो कथा टिके सुनो बुझुलो काहे की अरे से माने बा आम घरे रहइबो को डरू जती डरुचंती मु बाघना भालू बा आइ मते मारतो गले कोन ए चकरा पंडा बिना स्वार्थ रे काहा को टंकाटाए भी दिए भाई। चक्रान नमस्कार। सुन जदि लेडी आर्टिस्ट मो घरे रहिबे ताले मु पेमेंट करिबी। सुनो चक्रान ना शुणिबी सिद्धार्थ महापात्र आईएएस ऑफिसर बड़ हाकिम एई टोकाटा चाकरी पाई मु तो घर आगे केते केते थर जाइछि केते नेउरा हैछि तो पियन कहला कौन ना बाबू पाखरे समय नहीं आज भी तो कथा शुणा मो पाखरे समय नहीं हेले मन रख एई गाँ रे मु बंची थिबा पर्यंत तते तो जमी बिकिबा को देबिनी। ए बगिया एबे कोन करी एबे कौन आ हबो तो बापा गत थर जो केलेंकारी करिछि लेडी आर्टिस्ट ना तो घरे रहिबे ना टंका न नेले स्टेज ऊपर चढ़िबे। यात्रा बंद हो गला कोन चल जीवा चल। अरे तो माने की नाटक करछो कि रे? शस्त्र होइला मोर बर कोन लागी ससुर होइला मोर बर छी एमती बाध्य नाटक सब करूछ। अरे सूर्या मिश्र नाटक कर जहाँ खर्च हब मु देबी। टंका अभाव नाटक आमर बंद होगा जाऊँगी ये कहले सूर्या मौसा नाटक कर जहाँ खर्च हम मु देवी बगिया चल कौन ये बाबू एना हमको 30,000 टका दियो आम नाटकटा हो जाऊ आम कथा दौचु बाबू ई नाटक परे परे रज बेलू आम सूर्या पंडित नाटक निश्चय करूँ। हाँ निश्चय करूँ कौन असुविधा पड़ी मो कथा मानिया को आध होन तो नहीं बाबू आम गाँ टका जहाँ थरे कथा देचु से ही करूँ। ठीक अच्छे मु तुमको 30,000 टका देबी आज्ञा हेले मोर दुईटी शर्त तुम मानिया पड़ो। शर्त हाँ प्रथम शर्त है एई नाटक परे परे मासक भितर सूर्या मिश्र गोटे नाटक तुम कर। द्वितीय शर्त है तुम ये नाटक टी सूर्या मिश्र ही उद्घाटन करेंगे। कौन है सूर्या पंडित तो एमती आम नाटक को भल पाते सी जमा राजी हेबेनि उद्घाटन करने। देख बाबू तांकु राजी करवा दायित्व तुमर आउ 30,000 टका दवा दायित्व मोर है। बाबू बाबू बगिया एबे पुणी कौन करियाबे कौन हम नाटक करी तो पाप करिछु ना एने 1000 लोक गोड़ धरिया पड़ो। चल जीवा से सूर्या पंडित घर को जीवा चल। मु से सूर्या पंडित पाखु जाई परिबिनी कहीं अरे से बुढ़ाटा मु टिके माल पिए बोली से मो पर बहुत चिड़चिड़ी हुए। तू गोटे काम कर तू सूर्या मौसा घर को जा मु जाउची लेडी आर्टिस्ट मानु खाइयाउ देबे हला। नहीं नहीं सुन 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 ए गोविंद जग ये मद पिउची काहे की लोकंकर घृणार पात्र होउची काहे की